ସମସ୍ତ ଚାଷୀ ଭାଇମାନଙ୍କୁ ନମସ୍କାର। ଆମ ଗାଁ ଚାଷୀ ୟୁଟ୍ୟୁବ୍ ଚ୍ୟାନେଲ୍କୁ ଆପଣ ସମସ୍ତଙ୍କୁ ସ୍ୱାଗତ। ଚାଷୀ ଭାଇମାନେ ଆପଣମାନେ ତ ବହୁତ ପ୍ରକାର ଲଟାମରି ମାରିଛନ୍, ଯେନ୍ଟାକି ଘାସ ମରି ବୋଲିକିରି ଜାଣିଛନ୍ ଆପଣମାନେ, ଯେନ୍ଟାକି ରୁଇବାର 3 ରୁ 5 ଦିନ ଭିତରେ ବ୍ୟବହାର କରୁଛନ୍। ବହୁତ ସାରା କମ୍ପାନୀର ବହୁତ ସାରା ଘାସ ମରି ଯେନ୍ଟାକି ଆପଣମାନେ ବ୍ୟବହାର କରି ଆସିଛନ୍। ଆଜି ଆମେ ଆପଣଙ୍କ ଲାଗି ଗୋଟେ କମ୍ପାନୀର ଯେନ୍ଟାକି ହାର୍ବିସାଇଡ଼୍ଟେ ଯେନ୍ଟାକି ବେଷ୍ଟ କ୍ୱାଲିଟି ବେଷ୍ଟ ପ୍ରଡ଼କ୍ଟ କ୍ୱାଲିଟି ମାତ୍ରାରେ ରିଜଲ୍ଟ ଦେଇଛେ, ସେ ବିଷୟରେ ଆଜି ଆମେ ପ୍ରୁଫ୍ ସହିତ ଦେખાମୁ। ସେ କମ୍ପାନୀଲା ଧାନୁକା କମ୍ପାନୀର ଯେନ୍ଟାକି କେମ୍ପା ସବୁ କିଛି ଘାସକେ ମରାସି ବୋଲିକିରି ଆମେ ଆପଣଙ୍କୁ ଗଲା ଭିଡ଼ିଓରେ ବନେଇକେ ଦେଖିଛୁଁ। ଯଦି ଆପଣମାନେ ଚାହିଁବେ ନିହାତି ଭାବରେ ଦେଖିପାରିବେ ଏବଂ ତାର ବ୍ୟବହାର ସବୁ କିଛି ଶିଖିପାରିବେ। ଆସନ୍ ଭିଡ଼ିଓକେ ଲେଟ୍ ନି କରୁଁ, ଜଲ୍ଦି ଆମେ ଆଲୋଚନା କର୍ମା। ଚାଷୀ ଭାଇମାନେ ପହିଲା ଇ ବିଲକେ ଫାର୍ଷ୍ଟ ଦେଖୁନ୍। ଭିଡ଼ିଓରେ ଯେନ୍ ବିଲଟା ଆପଣମାନଙ୍କୁ ଆମେ ଦେଖଉଛୁଁ, ସେ ବିଲକେ ପହିଲା ଅନୁମାନ କରୁନ୍ କେନ୍ତା ଦିଶୁଛେ, ତାପରେ ମୁଇଁ କହେମି। ଚାଷୀ ଭାଇମାନେ ଇ ଜାଗାରେ କେମ୍ପା ମରା ହେଇଥିଲା, ଯେନ୍ଟାକି ଧାନୁକା କମ୍ପାନୀର ବେଷ୍ଟ ହାର୍ବିସାଇଡ଼୍ଟେ, ଯେନ୍ଟାକି 3 ରୁ 5 ଦିନ ଭିତରେ ମରା ହେବାର ତାର ଅଛେ। ଯେନ୍ଟାକି ମାରବାର ଶୈଳୀ ଥିଲା ଆମର୍ ଲିଟରେ ପାନି ତାକେ ଗୁଲିକିରି ତାକେ ବାଳିରେ ସାନିକିରି ଗୁଲେଇକିରି ମରା ହେଇଥିଲା। ଆଉ ଯେନ୍ ମାରଲା ସମୟରେ ଆମର୍ ବିଲେ 2 ରୁ 3 ଇଞ୍ଚ ତକ୍ ପାଣି ଥିଲା ସବୁଆଡ଼େ, ଏବଂ ଆମେ 2.5 ଦିନ ତକ୍ ବିଲରୁ ପାଣି ବାହାରିବାକେ ନି ଦେଇଥି, ଯାର୍ ଫଳରେ ଆଜି ଆମେ ରିଜଲ୍ଟଟା ପାଇପାରୁଛୁଁ। ଯେନ୍ଟା ଆଜି ଆପଣଙ୍କର ଆଖି ସାମ୍ନାରେ ଅଛେ, ଦେଖିପାରୁଥିବେ। ଇ ତାର ବୁନ୍ଦରେ କୌଣସି ଭାବରେ ବି ଘାସ ନାଇଁନ, ପୁରା ସଫା ହେଇଯାଇଛେ। କୌଣସି ମାତ୍ରାରେ ବି କୌଣସି ଜାଗାରେ ବି ଗୁଟେ ବି ଘାସ ନାଇଁ ଆଖିରିବାର। ଇ ଭଲିଆ କାମ ଦେଇଛେ ଇ କେମ୍ପାଟା। ଆପଣମାନଙ୍କର ଆଖି ସାମ୍ନାରେ ତ ଆପଣମାନେ ନିହାତି ଭାବରେ ଦେଖିପାରୁଥିବେ। ଦେଖିଥିବେ ଇ ବୁନ୍ଦଟା କେତେ ସ୍ୱଚ୍ଛ, କେତେ ସୁନ୍ଦର ଦିଶୁଛେ। ଆଉ ଆପଣମାନେ ଯଦି ଏନ୍ତା ଘାସ ମରି ଖୋଜୁଛନ୍, ତ ଅଲଗା କେନ୍ଟାକେ ନି ଦଉନ୍, ନିହାତି ଭାବରେ ଧାନୁକାର କେମ୍ପାକେ ଆଣିକିରି ମାରୁନ୍। ନିହାତି ଭାବରେ ସବୁ ଘାସକେ ସଫା କରିପାରଛି ଏବଂ 100% ରିଜଲ୍ଟ ଦେଇପାରଛି। କୌଣସି ଘାସକେ ଉଠବାକେ ନାଇଁ ଦେବାର, ନୂଆ ଘାସକେ ଆଙ୍କିରିବାକେ ନାଇଁ ଦେବାର, ବା ଗଜା ହେବାକେ ନାଇଁ ଦେବାର, ପୁରା ସବୁଆଡ଼େ ପୁରା ସଫା କରିଦଉଛେ। ଏନ୍ତାକା ଭିଡ଼ିଓ ଦେଖବାର୍ ଲାଗି ଆମ ଗାଁ ଚାଷୀ ୟୁଟ୍ୟୁବ୍ ଚ୍ୟାନେଲ୍କେ ନିହାତି ଭାବରେ ସବସ୍କ୍ରାଇବ୍ କରୁନ୍, ଲାଇକ୍ କରୁନ୍, କମେଣ୍ଟ ମାଧ୍ୟମରେ ନିହାତି ଭାବରେ ଆପଣଙ୍କର ମତାମତ ଜଣାଉନ୍। ପୁଣି ନେଇ ଆସୁଁ ଆପଣଙ୍କ ଲାଗି ନୂଆ ନୂଆ ଭିଡ଼ିଓ ପ୍ରୁଫ୍ ସହିତ। ଧନ୍ୟବାଦ।